आपण ମାନେ ତ ଅନେକ ଥର ଅନେକ ପ୍ରକାର ପିଠା ବନେଇ ଖାଇଥିବେ, କିନ୍ତୁ ଏଇଭଳି ନୂଆ ଶୈଳୀରେ ଥରେ ପିଠା ବନେଇକି ଦେଖନ୍ତୁ, ସ୍ୱାଦ ହିଁ ଭୁଲି ପାରିବେନି। ଯେବେ ପିଠା ଖାଇବାକୁ ଇଚ୍ଛା ହବ ନା, ଏଇ ରେସିପିଟି ହିଁ ବନେଇବା ପାଇଁ ପସନ୍ଦ କରିବେ। ମାତ୍ର 2ରୁ 3ଟି ସାମଗ୍ରୀରେ ବନିକି ରେଡ଼ି ହେବ। ଘରେ ଥିବା ବେସିକ୍ ସାମଗ୍ରୀରେ ବନିକି ରେଡ଼ି ହେବ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପେନ୍ସିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପିଠାକୁ ବନେଇବା ପାଇଁ ପ୍ରଥମେ ଗୋଟେ ଆମେ କଢ଼େଇ ନେବା। ଏବେ ଗ୍ୟାସ୍ ପେନ୍‌କୁ ଅନ୍ କରିଦେବା ଆଉ ସେଥିରେ ଅଳ୍ପ ଟିକେ ପାଣି ଆଡ୍ କରିବା, ଯେମିତିକି କ୍ଷୀରଟା ପୁରା କରେଇରେ ଲାଗିବନି। ତ ଏଠି ଦେଖନ୍ତୁ ମୁଁ ହାଫ୍ ଲିଟର କ୍ଷୀର ନେଇଛି, ଫୁଲ୍ ଫେଡ୍ କ୍ଷୀର ନେଇଛି, ମାନେ ଯେମିତି କ୍ଷୀରଟା ପୁରା ସିଝି ଯାଇଥିଲା ନେଇଛି ଏଡ୍ କରିଛି। ତ ଆପଣମାନେ କ୍ଷୀର ବଦଳରେ ଅମୁଲ ବି ଏଡ୍ କରି ବନେଇ ପାରିବେ, ନହେଲେ ଏମିତିରେ ପାଣି ବି ଏଡ୍ କରି ଏ ପିଠାକୁ ବନେଇ ପାରିବେ। ତ କ୍ଷୀରଟା ପୁରା ଫୁଟି ସାରିବା ପରେ ଗୋଟେ ଛୋଟ ଗିନା ଆମେ ସେଥିରେ ଏଡ୍ କରିଦେବା ସରୁଦାନା ସୁଜି ଏଡ୍ କରିବା। ଦେଖିବେ ଯଦି ମୋଟା ଦାନା ସୁଜି ଅଛି ତାହେଲେ ମିକ୍ସର ଆପଣମାନେ ଗ୍ରାଇଣ୍ଡିଙ୍ଗ କରିକି ଏଡ୍ କରିପାରିବେ। ଯେହେତୁ ସରୁଦାନା ସୁଜି ଥିଲା ମୋ ପାଖରେ ତ ମୁଁ ଏଡ୍ କରିଦେଲି। ଆଉ ଗୋଟେ ଦେଖନ୍ତୁ ସାଇଡ଼୍‌ରେ ଏଇଭଳି ସୁଜିକୁ ଏଡ୍ କରୁଥିବେ, ଆଉ ଗୋଟେ ସାଇଡ଼୍‌ରେ ଦେଖନ୍ତୁ ଏଇଭଳି ବେଲା ବା ଚାମଚ ବା ପିଥିପାତିଆ ସାହାଯ୍ୟରେ ଏଇଭଳି ମିକ୍ସ କରୁଥିବେ। ତ କଣ୍ଟିନ୍ୟୁ ଟିକେ ମିକ୍ସ କରିବେ ଯେଉଁ ପର୍ଯ୍ୟନ୍ତ ସେ ପୁରା ବହଳିଆ ନ ବନିଛି, ଯେଉଁ ପର୍ଯ୍ୟନ୍ତ ସେ ଜନ୍ତୁଣି ନ ବନିଛି, ସେ ପର୍ଯ୍ୟନ୍ତ କଣ୍ଟିନ୍ୟୁ ପୁରା ମିକ୍ସ କରିବେ। ମିକ୍ସ କରିସାରିବା ପରେ ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି ଧୀରେ ଧୀରେ ପୁରା ସେ ବହଳିଆ ବି ବନିଗଲାଣି। ଆଉ ଗୋଟେ ଚାମଚ ସେଇଥିରେ ଭଲ ଫ୍ଲେଭର ପାଇଁ ବୋଲି ଏଡ୍ କରିଦେବା, ଗୋଟେ ଚାମଚ ଘିଅ ଏଡ୍ କରିବା। ତ ଘିଅ ବଦଳରେ ଆପଣମାନେ ଏଠି ତେଲ ବି ଏଡ୍ କରିପାରିବେ, ନହେଲେ ବି ଏମିତିରେ ବି ବନେଇ ପାରିବେ। ତ ଏବେ ପୁଣି ଥରେ ଟିକେ କଣ୍ଟିନ୍ୟୁ ମିକ୍ସ କରିବେ। ଆପଣମାନେ ଦେଖିକି ଜାଣିପାରୁଥିବେ ଯେମିତି ଖୋଆ ଦେଖାଯାଉଛି ନା, ସେଇଭଳି ପ୍ରୋସେସ୍‌ରେ ହିଁ ଦେଖାହେଉଛି। ତ ଏବେ ଆମେ ଗ୍ୟାସ୍ ଆଞ୍ଚକୁ ଏଇ ସମୟରେ ମିଡ଼ିୟମ୍ ଫ୍ଲେମ୍‌ରେ ରଖି ଟିକେ କଣ୍ଟିନ୍ୟୁ ମିକ୍ସ କରିବା। ଆଉ କିଛି ସମୟ 2ରୁ 3 ମିନିଟ୍ ଟିକେ ଆକୁ ପୁରା ଶୁଖା ମନିଲା ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବା। ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଧୀରେ ଧୀରେ ପୁରା ଜନ୍ତୁଣିଟା ଟିକେ ବହଳିଆ ବନିଗଲାଣି। ଆଉ ପୁରା ଯେମିତିକି ଖୋଆ ବା ଛେନା ଭଳି ହିଁ ଦେଖାଯାଉଛି। ତ ଏଇ ସମୟରେ କ'ଣ କରିବା ନା, ଆମେ ଗ୍ୟାସ୍ ଫ୍ୟାନ୍‌କୁ ପୁରା ଅଫ୍ କରିଦେବା। ଅଫ୍ କରି ଆଉ କିଛି ସମୟ ଆମେ ଥଣ୍ଡା ହେବାକୁ ଦେବା। ତ ଏଇଭଳି ପ୍ରୋସେସ୍‌ରେ ବନେଇକି ରେଡ଼ି କରିଦେବେ ଜନ୍ତୁଣିଟା। ତାପରେ କ'ଣ କରିବା, ଗୋଟେ ଏଠି ବାଉଲ୍‌ରେ ମୁଁ ଏଡ୍ କରିଦେଲି, ଗୋଟେ ଗିନା ଚିନି ଏଡ୍ କରିଦେଇଛି। ଯେହେତୁ ମୁଁ ଗୋଟେ ଛୋଟ ଗିନା ସୁଜି ନେଇଥିଲି, ସେଇ ହିସାବରେ ହିଁ ଗୋଟେ ଛୋଟ ଗିନା ମୁଁ ସେଥିରେ ଏଡ୍ କରିଦେଇଛି ଚିନି। ଆଉ 2 ଗିନା ସେଥିରେ ପାଣିକୁ ଏଡ୍ କରି ଆମେ ଏଠି ଶିରାକୁ ବନିବାକୁ ଦେବା। ଆଉ ଅଳ୍ପ ଟିକେ ସେଥିରେ ଯେମିତି ଭଲ ଫ୍ଲେଭର ଆସିବ, ସେଥିପାଇଁ ଏଥିରେ ଅଳିଚକୁ କ୍ରସ୍ କରି ଏଡ୍ କରିଦେବା। ଚିନି ଶିରାଟା ପୁରାପୁରି ଅପସନାଲ୍ ଅଛି। ଯଦି ଆପଣମାନେ ବିନା ଚିନି ଶିରାରେ ବନେଇବାକୁ ଚାହିଁବେ, ତାହେଲେ ଯେତେବେଳେ କ୍ଷୀର ଆଉ ପୁଣି ସେଥିରେ ଆମେ ସୁଜି ଏଡ୍ କଲେ ସେଇ ସମୟରେ ଚିନି ଲୁଣ ବି ଏଡ୍ କରିପାରିବେ। ତ ଦେଖନ୍ତୁ ଚିନି ଶିରା ଆମର ଚିପଚିପକା ବନି ସାରିବା ପରେ ଆକୁ ଆମେ ବି ଗ୍ୟାସ୍ ଫ୍ୟାନ୍‌କୁ ଅଫ୍ କରିଦେବା, ନହେଲେ ସ୍ଲୋ ଆଞ୍ଚରେ ଟିକେ ବନିବାକୁ ଦେବା। ସେତିକି ଭିତରେ ଏଇ ଜନ୍ତୁଣିଟା ପୁରା ଥଣ୍ଡା ବି ହେଇସାରିଲାଣି। ତ ଏବେ କ'ଣ କରିବା, ଅଳ୍ପ ଟିକେ ଗୋଟେ ଚାମଚ ପୁଣି ଥରେ ଘିଅକୁ ଏଡ୍ କରିଦେବା। ହାଲକା ଉଷୁମ ଅଛି ଜନ୍ତୁଣି ଏବେ। ତ ହାତ ସାହାଯ୍ୟରେ ତାକୁ ଭଲସେ ଟିକେ ଚକୁଡ଼ି ଦେବା, ଯେମିତିକି ଜନ୍ତୁଣିଟା ଦେଖିବେ ପୁରା ସଫ୍ଟ ବନିଯିବ, ଯେମିତିକି ଛେନା ବା ଖୋଆ ଭଳି ହିଁ ଦେଖାଯିବ। ଆପଣମାନେ ଚାହିଁଲେ ଏଇ ସମୟରେ 2ରୁ 3 ଚାମଚ ଏଥିରେ ମଇଦା କି ଅଟା ବି ଏଡ୍ କରିବେ, ତ ତାହେଲେ ବି ଦେଖିବେ ବହୁତ ବଢ଼ିଆ ବନିକି ରେଡ଼ି ହୁଏ। ତ ଏବେ ପୁଣି ଥରେ ଦେଖନ୍ତୁ ହାତ ସାହାଯ୍ୟରେ ମୁଁ ଭଲସେ ଟିକେ ଚକୁଡ଼ି ଦେଉଛି ତାକୁ ହାତର ପାପୁଲି ହେଲ୍ପରେ, ଯେମିତି ପୁରା ସଫ୍ଟ ବନିଯିବ। ଆଉ ଯେମିତିକି ପାଟିରେ ଆମେ ଯେମିତି ପିଠାଟା ବନି ସାରିବା ପରେ ଏଡ୍ କରୁ କରୁ ପୁରା ମିଳେଇଯିବ। ତ ମୁଁ ଆପଣମାନଙ୍କୁ କହିଲି ବି ଆଗରୁ, ଏବେ ପୁଣି ଥରେ କହୁଛି, ଯଦି ଆପଣମାନେ ଚିନି ଶିରାରେ ଆକୁ ଏଡ୍ କରିବାକୁ ଚାହୁଁନାହାନ୍ତି, ତ ମୁଁ ଏଠି ଗୋଲାପ ଜାମୁନର ବି ଟେଷ୍ଟ ଆସିବ, ପିଠାର ବି ଟେଷ୍ଟ ଆସିବ, ସେଇଥିପାଇଁ ମୁଁ ଚିନି ଶିରା ବନେଇଛି। ତ ଚିନି ଶିରା ପୁରାପୁରି ଅପସନାଲ୍ ଅଛି। ଯେତେବେଳେ ଆମେ କ୍ଷୀରରେ ଆମେ ସୁଜି ଏଡ୍ କଲେ ସେଇ ସମୟରେ ବି ଆପଣମାନେ ଚିନି ଏଡ୍ କରିକିରି ବି ଏ ପିଠାଟା ବନେଇ ପାରିବେ। ତ ଏବେ କ'ଣ କରିବା, ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ବଢ଼ିଆ ପୁରା ସଫ୍ଟ ବନେଇଛି, ପୁରା ଛେନା ଭଳି ହିଁ ଦେଖାଯାଉଛି। ତ ଏବେ ଆମେ ସେଇଥିରୁ ଅଳ୍ପ ଅଳ୍ପ ପୋଷଣ, ଯେତିକି ବଡ଼ ସାଇଜ୍‌ରେ ଆପଣମାନେ ପିଠା ବନେଇବାକୁ ସେ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ଫ୍ରେଣ୍ଡସ୍, ଆପଣମାନେ ଏଇ ଗୋଟେ ଭିଡ଼ିଓ ନା 2ଟା ରେସିପିର ସ୍ୱାଦ ପାଇବେ। ଏଠି ଆପଣମାନଙ୍କୁ ହାଲକା ଗୋଲାପ ଜାମୁନର ବି ସ୍ୱାଦ ଆସିବ ଆଉ ପିଠାର ବି ସ୍ୱାଦ ଆସିବ। ବହୁତ ବଢ଼ିଆ ବନିକି ରେଡ଼ି ହୁଏ। ଆଉ ଦେଖିବେ ଝଟପଟ ବନିକି ରେଡ଼ି ହେଇଯିବ। 5ରୁ 10 ମିନିଟ୍‌ରେ ଆପଣମାନେ ଏଇ ରେସିପିକୁ ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ମୁଁ ସେଇଥିରୁ ଗୋଟେ ଗୋଟେ ଛୋଟ ଛୋଟ ପୋର୍ସନ୍ ନେଲି, ତାକୁ ଗୋଲାକାର ସେପ୍ ଦେଇଦେଲି। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇପାରିବେ। ତ ଏଇ ଅଳ୍ପ ଅଳ୍ପ ପୋର୍ସନ୍‌ରେ ଏଇଭଳି ଗୋଲାକାର ସେପ୍ ଦେଇ ମୁଁ କେତେ ସାରା ପୁରା ବନେଇକି ରେଡ଼ି କରିଦେଲି। ଆଉ ଦେଖନ୍ତୁ ଆମେ ଗୋଟେ ଛୋଟ ଗିନା ସୁଜିରେ ପୁରା ଆମେ ଏଠି ଥାଳିଏ ପୁରା ଗୋଲାକାର ସେପ୍ ଦେଇ ପିଠା ବନେଇ ଦେଇଛନ୍ତି। ତ ଆଉ ଗୋଟେ ବି ବନେଇକି ଆପଣମାନଙ୍କୁ ଦେଖେଇ ଦେଉଛି। ପୁଣି ଥରେ ଦେଖନ୍ତୁ କେତେ ସୁନ୍ଦର ପୁରା ଦେଖାଯାଉଛି ନା, ପୁରା ଛୋଟ ଛୋଟ ପୁରା ବଲ୍ସ ବନିକି ରେଡ଼ି ହେଇଛି। ଆଉ ଦେଖନ୍ତୁ କେତେ ସାରା ପୁରା ବନେଇକି ଆମେ ରେଡ଼ି ବି କରିସାରିଲିଣି ମୁଁ। ଆଉ ବାକି ଯେଉଁ ଅଛି ଆଉ ବନେଇକି ରେଡ଼ି କରିଦେବା। ସେମ୍ ପ୍ରୋସେସ୍‌ରେ ଏଠି ମୁଁ ସବୁତକ ବନେଇକି ରେଡ଼ି କରିସାରିଛି। ତ ଚାଲନ୍ତୁ ଆକୁ ଆମେ ଏବେ ସାଇଡ଼୍‌ରେ ରଖିଦେବା। ଆମ ଚିନି ଶିରାଟା ପୁରା ବନିଲାଣି ଟିକେ ଚେକ୍ କରିଦେବା। ଗ୍ୟାସ୍ ଆଞ୍ଚ ମୁଁ ପୁରା ସ୍ଲୋ ଆଞ୍ଚରେ ରଖିକି ବନେଇବାକୁ ଦେଇଥିଲି। ଆମେ ଏଇଠି
ପିଠାଟା ବନେଇକି ରେଡ଼ି ସେଫ୍ ପିଠାର ଦେଲା ଭିତରେ ଦେଖନ୍ତୁ ଆମ ଶିରା ବି ବନେଇକି ରେଡ଼ି ବି ହେଇସାରିଛି। ଆଉ ହାତରେ ଅଳ୍ପ ଟିକେ ଚେକ୍ କରି ଯେମିତି ହାତକୁ ରିଫାଇନ୍ ଅଏଲ୍ ଲାଗୁଛି ନା ସେଇଭଳି ପ୍ରୋସେସ୍ ପର୍ଯ୍ୟନ୍ତ ହିଁ ବନେଇବି। ଯଦି ରିଫାଇନ୍ ଅଏଲ୍ ଭଳିଆ ହାତକୁ ଲାଗୁଛି ତାହେଲେ ଚିନି ଶିରା ବନିଗଲାଣି। ତାକୁ ଆମେ ସାଇଡ଼୍ରେ ରଖିଦେବା। ଗୋଟେ କରେଇରେ କିଛି ଆମେ ରିଫାଇନ୍ ତେଲ ନେବା। ତେଲ ପୁରା ଗରମ ହେଇସାରିବା ପରେ ଏଠି ମିଡ଼ିୟମ୍ ଫ୍ଲେମ୍ ଆଞ୍ଚରେ ରଖିକିରି ଆମେ ସେଇଥିରେ ଗୋଟେ ଗୋଟେ ଆମେ ସେଇଥିରେ ସୁଜିର ବଲ୍ସକୁ ଆମେ ଏଡ଼୍ କରିବା। ମିଡ଼ିୟମ୍ ଫ୍ଲେମ୍ରେ ହିଁ ଆକୁ ଆମେ ଛାଣିକିରି ବାହାର କରିବା। ତ ମୁଁ ଗୋଟେ ସେଥିରେ ଚେକ୍ କରିବା ପାଇଁ ବୋଲି ଏଡ଼୍ କଲି। ତ ଦେଖନ୍ତୁ ପୁରା ବବଲ୍ସ ଆସିକିରି ବଢ଼ିଆ ସେ ପୁରା ବନିକି ରେଡ଼ି ହେଇସାରିଲାଣି। ଆଉ କେତେ ସୁନ୍ଦର ପୁରା କଲର୍ ବି ଆସିଛି। ତ ଏବେ କ'ଣ କରିବା ନା ଆମେ ଆଉ ବାକି ସବୁତକ ସେ ସୁଜିର ବଲ୍ସକୁ ସେଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ଆକୁ ମିଡ଼ିୟମ୍ ଫ୍ଲେମ୍ରେ ହିଁ ଫ୍ରାଏ କରିବା। ସବୁବେଳେ ଦେଖିବେ ଯେହେତୁ ଆମେ ସୁଜିଟାକୁ ଆଉ ସିଝେଇବା କିଛି ଦରକାର ନାହିଁ, କେବଳ ସୁଜିରେ ପୁରା ଦେଖିବେ ବଲ୍ସ ଗୁଡ଼ାର ଉପର କୋଟିଂଟା ଯେମିତି କଲର୍ ଆସିବ ସେ ପର୍ଯ୍ୟନ୍ତ ହିଁ ଫ୍ରାଏ କରିବାକୁ ଆମେ। ତ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରୁଥିବେ। ଯଦି ଦେଖିବେ ମାନେ ଗୋଟେ ସ୍ଲୋ ଆଞ୍ଚରେ ଯଦି ଆକୁ ବନେଇବାକୁ ଦେବେ ତାହେଲେ ଦେଖିବେ ସେ ଅଧିକା ଟାଇମ୍ ଲାଗିବ। ଆଉ ଚିନି ଆକୁ ଆମେ ସିଝେଇବା କିଛି ଦରକାର ନାହିଁ ପିଠାକୁ। ତ ସେଥିପାଇଁ ମିଡ଼ିୟମ୍ ଫ୍ଲେମ୍ରେ ରଖି ହିଁ ଫ୍ରାଏ କରିବା। ତ ଏଇଭଳି ଟିକେ ଟିକେ ମିକ୍ସ କରୁଥିବେ, କଲର୍ ଆସିଲା ପର୍ଯ୍ୟନ୍ତ ଫ୍ରାଏ କରିବେ। ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି କଲର୍ ରଖିପାରିବେ। ତ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଗଲାଣି। ଆକୁ ଆମେ ଏବେ ଛାଣିକିରି ବାହାର କରିଦେବା। ଆମେ ଯେଉଁ ଚିନି ଶିରା ଆମେ ରଖିଛନ୍ତି ନା ସେଇଥିରେ ଏଡ଼୍ କରିଦେବା। ପ୍ରଥମେ ଆମେ ଟିକେ ଷ୍ଟେନରକୁ ବାହାର କରିଦେବା। ଯଦି ତାର ଏକ୍ସଟ୍ରା ତେଲ ବି ଥିବ ନା ତାହେଲେ ବି ବାହାରି ପଡ଼ିବ। ତ ଦେଖନ୍ତୁ ସେ ଗୋଲାପଜାମୁନ ପ୍ରୋସେସ୍ରେ ହିଁ ବନେଇକି ରେଡ଼ି ହେଇଛି। କିନ୍ତୁ ଇଏ ଗୋଲାପଜାମୁନର ଟେଷ୍ଟ ତ ଆସୁଥିଲା, କିନ୍ତୁ ଏ ପିଠାଟା ହିଁ ତ ଆପଣମାନଙ୍କ ମନ ପସନ୍ଦ ଅନୁସାରେ ଆପଣମାନେ ଏଠି ବନେଇ ପାରିବେ। ଆଉ ଆପଣମାନଙ୍କୁ ଯେମିତି ପସନ୍ଦ ସେ ଅନୁସାରେ ଏଠି ସେପ୍ ବି ଦେଇକି ପିଠାକୁ ବନେଇ ପାରିବେ। ତ ଦେଖନ୍ତୁ ଗୋଟେ ଷ୍ଟେପ୍ ବନି ସାରିଲାଣି। ମୁଁ ତାକୁ ଚିନି ଶିରାରେ ଏଡ଼୍ କରିଦେଲି। ଆଉ ଗୋଟେ ଷ୍ଟେପ୍ ବି ବନିକି ରେଡ଼ି ବି ହେଇସାରିଲାଣି। ତ ଏଇଭଳି ପ୍ରୋସେସ୍ରେ ସବୁତକ ବନେଇଦେବା। ଆମେ ଚିନି ଶିରାରେ ତାକୁ ଏଡ଼୍ କରିଦେବା। ପୁରା 15-20 ମିନିଟ୍ ପର୍ଯ୍ୟନ୍ତ ଚିନି ଶିରାକୁ ଆମେ ଟିକେ ଏବଜର୍ଭ ହେବାକୁ ଦେବା। ତାପରେ ଆକୁ ଆପଣମାନେ ଖାଇପାରିବେ। ତ ବହୁତ ବଢ଼ିଆ ବନିକି ରେଡ଼ି ବି ହେଇସାରିଲାଣି। ତ ଫାଇନାଲି ଆମର ପିଠା ରେସିପି ବନିକି ରେଡ଼ି ହେଇସାରିଲାଣି। ଫ୍ରେଣ୍ଡସ୍, ଆପଣ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ଆଉ ଦେଖନ୍ତୁ ଆପଣମାନେ ଗୋଟେ ମୁଁ ଏଠି ପିଠାଟି ଖଣ୍ଡ କରିବି ଦେଖିଦେଲି, କେତେ ବଢ଼ିଆ ରସୁଆ ପିଠା ବନିକି ରେଡ଼ି ହେଇଛି। ବହୁତ ବଢ଼ିଆ ବନିଛି, ପୁରା ଜୁସି ବନିକି ରେଡ଼ି ହେଇଛି। ତ ଆପଣମାନେ ଘରେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।